विद्यार्थीଙ୍କ ପାଇଁ ସାଧାରଣ ଜ୍ଞାନ ପ୍ରସ୍ତୁତି ବିଚାରକ୍ରାନ୍ତି ଦୂତ ଓଡ଼ିଆ ଗାୟତ୍ରୀ ପରିବାର। ଶ୍ରୀକ୍ଷେତ୍ରର ତିନି ଠାକୁରଙ୍କ ସୁନାବେଶ। ବର୍ଷରେ କେତେଥର ତିନି ଠାକୁରଙ୍କର ସୁନାବେଶ ହୋଇଥାଏ? 5 ଥର। ସୁନାବେଶ କେବେ କେବେ ଅନୁଷ୍ଠିତ ହୋଇଥାଏ? ହରିଶୟନ ଏକାଦଶୀ, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, ଦଶହରା ଏବଂ କାର୍ତ୍ତିକ ପୂର୍ଣ୍ଣିମା। ଏଗୁଡ଼ିକ ମଧ୍ୟରୁ ବଡ଼ କେଉଁଟି? ହରିଶୟନ ଏକାଦଶୀ। ହରିଶୟନ ଏକାଦଶୀର ମହତ୍ତ୍ୱ ଅଧିକ କାହିଁକି? ତିନି ଠାକୁରଙ୍କର ସୁନାବେଶ ରଥ ଉପରେ ହେଉଥିବାରୁ। ଅନ୍ୟ ଦିନ ସୁନାବେଶ କେଉଁଠି ହୋଇଥାଏ? ରତ୍ନସିଂହାସନ ଉପରେ। ପୌଷ ପୂର୍ଣ୍ଣିମାରେ ହେଉଥିବା ସୁନାର ବେଶକୁ କ'ଣ କୁହାଯାଏ? ରାଜରାଜେଶ୍ୱର ବେଶ। ଦୋଳ ପୂର୍ଣ୍ଣିମାରେ ହେଉଥିବା ସୁନାବେଶକୁ କ'ଣ କୁହାଯାଏ? ରାଜାଧିରାଜ ବେଶ। ହରିଶୟନ ଏକାଦଶୀରେ ହେଉଥିବା ସୁନାବେଶର ଅନ୍ୟ କ'ଣ ମହତ୍ତ୍ୱ ଥାଏ? ଏଥିରେ ପ୍ରାୟ 200 କିଲୋଗ୍ରାମରୁ ଅଧିକ ସୁନା, ରୂପା ଓ ଅନ୍ୟ ରତ୍ନର ମୂଲ୍ୟବାନ ଅଳଙ୍କାର ବ୍ୟବହାର କରାଯାଇଥାଏ। ଏଥିରେ କେତେ ପ୍ରକାର ଅଳଙ୍କାର ବ୍ୟବହାର ହୋଇଥାଏ? ପ୍ରାୟ 138 ପ୍ରକାରର। ସେଗୁଡ଼ିକ କ'ଣ କ'ଣ? ସ୍ୱର୍ଣ୍ଣ ମୁକୁଟ, ସ୍ୱର୍ଣ୍ଣ ଚକ୍ର, ସ୍ୱର୍ଣ୍ଣ ହସ୍ତ, ସ୍ୱର୍ଣ୍ଣ ପାଦ ଇତ୍ୟାଦି। ଧନ୍ୟବାଦ।